ଅହଲ୍ୟା ଯେମିତି ଏକ ସୁନ୍ଦର ନାମ ସେମିତି ଏକ ସୁନ୍ଦର ଚରିତ୍ର। ଅହଲ୍ୟା ଚରିତ୍ରର କାହାଣୀ ଆମକୁ ରାମାୟଣ ପୃଷ୍ଠାରୁ ହିଁ ମିଳିଥାଏ। ଏ କାହାଣୀ ଏକ ନାରୀର ହୃଦୟ ଭରା ଦୁଃଖ କାହାଣୀ, ଯାହାକି ଦୁଇ ଜଣ ପୁରୁଷ ତାଙ୍କ ସହିତ ଅନ୍ୟାୟ କରିଥିଲେ। ପ୍ରଥମ ଜଣକ ହେଲେ ଦେବରାଜ ଇନ୍ଦ୍ର, ଆଉ ଦ୍ୱିତୀୟ ଜଣକ ହେଲେ ତାଙ୍କ ସ୍ୱାମୀ ମହର୍ଷି ଗୌତମ। ମହର୍ଷି ଗୌତମଙ୍କ ପତ୍ନୀଙ୍କ ନାମ ଥିଲା ଅହଲ୍ୟା। ଅହଲ୍ୟା ଅତ୍ୟନ୍ତ ସୁନ୍ଦରୀ ଥିଲେ। ତାଙ୍କ ସୁନ୍ଦରତାର ଚର୍ଚ୍ଚା ସାରା ପୃଥିବୀ ଲୋକରେ ହେଉଥିଲା। ସବୁଠି ତାଙ୍କ ସୁନ୍ଦରତାର ଗୁଣଗାନ ହେଉଥିଲା। ତାଙ୍କ ସୁନ୍ଦରତାରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ପାଇଁ ଚାହୁଁଥିଲେ। ସେଥିପାଇଁ ଏକ ଛଳନା କଲେ। ଚନ୍ଦ୍ରମାଙ୍କୁ ଏକ ସାହାଯ୍ୟ ଭିକ୍ଷା ମାଗିଥିଲେ, ଅନୁରୋଧ କରିଥିଲେ ସେଦିନ ରାତିରେ କିଛି ସମୟ ପାଇଁ ଅସ୍ତ ହୋଇଯିବାକୁ। ଦେଇଥିବା କଥାକୁ ରକ୍ଷା କରି ଚନ୍ଦ୍ରମା ରାଜି ହୋଇଥିଲେ ସେଦିନ ରାତିରେ କିଛି ସମୟ ପାଇଁ ଅସ୍ତ ହୋଇଯିବା ପାଇଁ। ରାତ୍ରିର ପ୍ରହରରେ ମହର୍ଷି ଗୌତମ ଆଉ ତାଙ୍କ ପତ୍ନୀ ଅହଲ୍ୟା ବିଶ୍ରାମ କରିବାକୁ ଗଲେ। କିଛି ସମୟ ପରେ ଗୌତମ ଦେଖିଲେ ଚନ୍ଦ୍ରମା ଅସ୍ତ ହୋଇଯାଉଛନ୍ତି। ତେଣୁ ସେ ଭାବିଲେ ବୋଧେ ସକାଳ ହେବାକୁ ଆଉ ଅଳ୍ପ କ୍ଷଣ ବାକି ଅଛି। ସେ ଅହଲ୍ୟାଙ୍କୁ ନିଦ୍ରାରୁ ଉଠାଇ ଦେଲେ ଏବଂ ଶଯ୍ୟା ତ୍ୟାଗ କରି ସ୍ନାନ ଶୌଚ ହେବା ପାଇଁ ବାହାରକୁ ଚାଲିଗଲେ। ଏମିତି ଏକ ସୁଯୋଗକୁ ଅପେକ୍ଷା କରିଥିଲେ ଦେବରାଜ ଇନ୍ଦ୍ର। ଯେତେବେଳେ ଇନ୍ଦ୍ର ଦେଖିଲେ ମହର୍ଷି ଗୌତମ ଶୌଚ ହେବା ପାଇଁ ବାହାରକୁ ଚାଲି ଯାଇଛନ୍ତି, ସେତେବେଳେ ଇନ୍ଦ୍ର ନିଜର ସ୍ୱରୂପକୁ ମହର୍ଷି ଗୌତମଙ୍କ ରୂପରେ ବଦଳାଇ ଅହଲ୍ୟାଙ୍କ କୁଟୀର ମଧ୍ୟକୁ ପ୍ରବେଶ କରିଗଲେ। ତାଙ୍କୁ ଦେଖି ଅହଲ୍ୟା ପଚାରିଲେ, ହେ ସ୍ୱାମୀ, ତୁମେ ଏବେ ତ ଶୌଚ ହେବା ପାଇଁ ବାହାରକୁ ଯାଇଥିଲ, କ'ଣ ପାଇଁ ଫେରି ଆସିଲ? ଛଦ୍ମରୂପୀ ଇନ୍ଦ୍ର କହିଲେ, ହେ ଅହଲ୍ୟା, ତୁମର ରୂପ ଲାବଣ୍ୟ ଆଜି ମୋତେ ଏତେ ପାଗଳ କରିଦେଇଛି। ମୁଁ ଶୌଚ ହେବା ପାଇଁ ଯାଇଥିଲି ସିନା, କିନ୍ତୁ ନିଜକୁ ସମ୍ଭାଳି ପାରିଲିନି। ପୁଣି ଫେରି ଆସିଲି। ତୁମ ସହିତ କିଛି ସମୟ ଅତିବାହିତ କରି ତାପରେ ମୁଁ ଶୌଚ ହେବା ପାଇଁ ଚାଲିଯିବି। ଏହାପରେ ଛଦ୍ମବେଶୀ ଇନ୍ଦ୍ର ଅହଲ୍ୟାଙ୍କ ସହିତ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ। ଯେତେବେଳେ ମହର୍ଷି ଗୌତମ ସ୍ନାନ ଶୌଚ କରି ନିଜ କୁଟୀରକୁ ଫେରି ଆସୁଛନ୍ତି, ସେତେବେଳେ ଦେଖିଲେ ତାଙ୍କ କୁଟୀର ମଧ୍ୟରୁ କେହି ଜଣେ ପୁରୁଷ ତାଙ୍କରି ରୂପରେ ବାହାରକୁ ବାହାରି ଆସିଲେ। ଏହା ଦେଖି ମହର୍ଷି ଗୌତମ ବୁଝିଗଲେ ନିଶ୍ଚିତ କିଛି ଚକ୍ରାନ୍ତ ହୋଇଛି। କ୍ରୋଧିତ ହୋଇଯାଇ ମହର୍ଷି ଗୌତମ କହିଲେ, କିଏ ତୁମେ? ସେ ଛଦ୍ମବେଶୀ ନିଜର ପରିଚୟ ଦିଅ। ଭୟଭୀତ ହୋଇ ଇନ୍ଦ୍ର ନିଜର ପରିଚୟ ଦେଲେ ଏବଂ ମହର୍ଷି ନିଜ କମଣ୍ଡଳରୁ ଜଳ କାଢ଼ି ଇନ୍ଦ୍ରଙ୍କୁ ଅଭିଶାପ ଦେଲେ, ହେ ଇନ୍ଦ୍ର, ଆଜିଠାରୁ ତୁମେ ନପୁଂସକ ହୋଇଯିବ। ଏଭଳି ଅଭିଶାପ ପାଇ ଭୟଭୀତ ହୋଇ ଇନ୍ଦ୍ର ସେଠାରୁ ଦୌଡ଼ି ଚାଲିଗଲେ। ଅହଲ୍ୟା ଯେତେବେଳେ କୁଟୀରରୁ ବାହାରି ଆସି ଏ ଦୃଶ୍ୟ ଦେଖିଲେ, ସେ ବୁଝିଗଲେ ତାଙ୍କ ସହିତ ଛଳନା ହୋଇଛି ଆଉ ପରିସ୍ଥିତି ଅସମ୍ଭାଳ। ନିଜର ଦୋଷ ନଥାଇ ମଧ୍ୟ ସେ ମହର୍ଷି ଗୌତମଙ୍କ ପାଦ ଧରି କ୍ଷମା ମାଗିଥିଲେ, ହେ ସ୍ୱାମୀ, ମୋତେ କ୍ଷମା କରିଦିଅ, ଏଥିରେ ମୋର କୌଣସି ଦୋଷ ନାହିଁ। କିନ୍ତୁ କ୍ରୋଧାଗ୍ନିରେ ଜର୍ଜରିତ ହୋଇ ଗୌତମ ସମସ୍ତ ଜ୍ଞାନ ହରାଇ ବସିଥିଲେ। ତୁରନ୍ତ କମଣ୍ଡଳରୁ ଜଳ କାଢ଼ି କହିଲେ, ହେ ଅହଲ୍ୟା, ତୁମର ଏହି ସୁନ୍ଦର ଶରୀର ପାଇଁ ଆଜି ତୁମେ ଏହି କୁକର୍ମ କରି ବସିଲ। ତେଣୁ ମୁଁ ଅଭିଶାପ ଦେଉଛି, ତୁମର ଏହି ସୁନ୍ଦର ଶରୀର ପାଷାଣ ହୋଇଯାଉ, ତୁମେ ପାଷାଣୀ ହୋଇ ପଡ଼ି ରହିଥାଅ। ତୁରନ୍ତ କମଣ୍ଡଳରୁ ଜଳ କାଢ଼ି ଯେତେବେଳେ ଅହଲ୍ୟାଙ୍କ ଉପରେ ଦେଇଦେଲେ, ଅହଲ୍ୟା ପାଷାଣୀ ହୋଇ ସେଇଠାରେ ପଡ଼ି ରହିଲେ। ପରେ ମହର୍ଷି ଗୌତମ ସେ ଆଶ୍ରମ ଛାଡ଼ି ଯାଇଥିଲେ। ସେଇଦିନ ଠାରୁ ଅହଲ୍ୟା ପାଷାଣୀ ହୋଇ ସେଇଠାରେ ପଡ଼ି ରହିଥିଲେ, ଶ୍ରୀରାମଙ୍କୁ ଅପେକ୍ଷା କରିଥିଲେ। ଯେତେବେଳେ ରାମ ଲକ୍ଷ୍ମଣ ନିଜ ଗୁରୁ ବିଶ୍ୱାମିତ୍ରଙ୍କ ସହିତ ସେଇ ଆଶ୍ରମ ଦେଇ ଯାଉଥିଲେ, ସେତେବେଳେ ରାମଙ୍କ କାନରେ ଶୁଣାଯାଇଥିଲା, ହେ ରାମ, ମୋତେ ଉଦ୍ଧାର କର, ହେ ରାମ, ମୋତେ ଉଦ୍ଧାର କର। ଏଇ ଶବ୍ଦ ଶୁଣି ରାମଚନ୍ଦ୍ର ନିଜ ଗୁରୁଙ୍କୁ ପଚାରିଥିଲେ, ହେ ଗୁରୁଦେବ, ଏମିତି ଏକ ସ୍ୱର କେଉଁଠାରୁ ଆସୁଛି? ସେତେବେଳେ ଗୁରୁ ସମସ୍ତ ବୃତ୍ତାନ୍ତ ରାମଙ୍କୁ ବୁଝେଇ ଦେଇଥିଲେ, କିଭଳି ଭାବେ ଅହଲ୍ୟାଙ୍କ ସହିତ ଦୁଇ ଜଣ ପୁରୁଷ ଅନ୍ୟାୟ କରିଛନ୍ତି। କୌଣସି ଦୋଷ ନକରି ମଧ୍ୟ ଅହଲ୍ୟା ପାଷାଣୀ ହୋଇ ତୁମକୁ ଅପେକ୍ଷା କରିଛି। ହେ ରାମ, ତୁମେ ଏହି ପଥର ଉପରେ ପାଦ ଦିଅ, ପାତକୀକୁ ଉଦ୍ଧାର କର।
ତେଣୁ ଗୁରୁଙ୍କ ଆଦେଶ ପାଇବା ପରେ ରାମଚନ୍ଦ୍ର ପାଷାଣ ଉପରେ ପାଦ ଦେବା ମାତ୍ରେ ପାଷାଣ ମଧ୍ୟରୁ ସୁନ୍ଦରୀ ଅହଲ୍ୟା ଆବିର୍ଭାବ ହେଲେ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରଣାମ କରିଥିଲେ। ସେହି ସମୟରେ ମହର୍ଷି ଗୌତମ ମଧ୍ୟ ଆଶ୍ରମରେ ପହଞ୍ଚି ଅହଲ୍ୟାଙ୍କୁ ଦେଖି ଆନନ୍ଦିତ ହୋଇଥିଲେ ଏବଂ ନିଜର ଦୋଷକୁ ନିଜେ ମାନିଥିଲେ ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ। ଏଇ ଥିଲା ଅହଲ୍ୟାଙ୍କର ସେହି ଦୁଃଖ ଭରା କାହାଣୀ, ଯିଏକି ବିନା ଦୋଷରେ ଦୁଇ ଜଣ ପୁରୁଷଙ୍କର ଅନ୍ୟାୟର ଚକ୍ରାନ୍ତରେ ନିଜକୁ ପେଶି ହୋଇଯାଇଥିଲେ, ଯୁଗ ଯୁଗ ଧରି ପାଷାଣୀ ହୋଇ ପଡ଼ି ରହିଥିଲେ। କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାନ୍ତୁ। ଆଉ ଯଦି ପସନ୍ଦ ଆସେ ଏକ ଲାଇକ୍ କରନ୍ତୁ। ଆମ ବେଦ ପୁରାଣର କାହାଣୀ ସବୁ ଜାଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।